ରାଧେ ରାଧେ। ନବମ ଶ୍ରେଣୀ ଓଡ଼ିଆ ବ୍ୟାକରଣ ବହିର ଷଷ୍ଠ ଅଧ୍ୟାୟ ତଦିନ୍ତ ପଦର ପ୍ରଶ୍ନୋତ୍ତର କରିବା। ଦେଖ, ୟା ପୂର୍ବରୁ ଯେଉଁ କୃଦନ୍ତ ପଦ ଯାଏଁ ପ୍ରଶ୍ନୋତ୍ତର ସବୁ ସରିଯାଇଥିଲା, ଯେମାନେ ସେଇ ଭିଡ଼ିଓ ଗୁଡ଼ା ଦେଖିନଥିବ ମୁଁ ଡେସ୍କ୍ରିପ୍ସନରେ ଲିଙ୍କ୍ ଦେଇଦେବି, ସେ ଭିଡ଼ିଓ ଯାଇକି ଦେଖିଦେବ। ଏବେ ଦେଖ ତଦିନ୍ତ ପ୍ରଶ୍ନୋତ୍ତର କ'ଣ ଦିଆଯାଇଛି। ଫାର୍ଷ୍ଟ ପ୍ରଶ୍ନ ଦେଖ କରିବା, ତାହେଲେ ପ୍ରଶ୍ନୋତ୍ତର ଗୁଡ଼ାକ କ'ଣ ଦିଆଯାଇଛି। ତଦିନ୍ତ ପ୍ରତ୍ୟୟ କାହାକୁ କୁହାଯାଏ, ଉଦାହରଣ ସହ ବୁଝାଇ ଦିଅ। ତାହେଲେ ଉତ୍ତର କ'ଣ ହେବ ଆମର। ଦେଖ, ତଦିନ୍ତ ପଦ କାହାକୁ କୁହାଯାଏ। ତାହେଲେ ଭିନ୍ନ ଭିନ୍ନ ଅର୍ଥରେ ଶବ୍ଦ ପରେ ଯେଉଁ ସବୁ ପ୍ରତ୍ୟୟ ଯୋଗ କରାଯାଇ ନୂତନ ଶବ୍ଦ ଗଠନ କରାଯାଏ, ସେହି ଶବ୍ଦର ଆଶ୍ରିତ ପ୍ରତ୍ୟୟ ଗୁଡ଼ିକୁ କ'ଣ କୁହାଯାଏ, ତଦିନ୍ତ ପ୍ରତ୍ୟୟ ବୋଲି କୁହାଯାଏ। ଦେଖ, ଉଦାହରଣ ସ୍ୱରୂପ ଆମେ ନେଇପାରିବା ଦାନ୍ତ ଯୁକ୍ତ ଉରା, ଦାନ୍ତ ଯୁକ୍ତ ଉରା, ଦାନ୍ତୁରା। ଉ ପ୍ରତ୍ୟୟଟା ଯେଉଁ ଆମର ଉଟା ଲାଗିଲା ଏଠି ତୁ ହେଇଗଲା, ଦାନ୍ତୁ ହେଇଗଲା ଦାନ୍ତ ଜାଗାର। ତାପରେ ଦେଖ ସେଇଭଳି ହାଡ଼ ଯୁକ୍ତ ଉଆ କ'ଣ ହେଲା, ହାଡ଼ୁଆ। ଆମର ଯେଉଁ ହାଡ଼ ଯୁକ୍ତ ଉଆ, ହାଡ଼ୁଆ ହେଇଗଲା ଯେଉଁ ଉଟା ଯେଉଁ ଆମର ହର୍ଷୁକାର ହେଇଗଲା ଏଠି ଆସିକି, ତାହେଲେ ହାଡ଼ୁଆ ହେଲା। ବୁଝିଲ, ଏଠାରେ ଦାନ୍ତ ଓ ହାଡ଼ ଦୁଇଟି ଶବ୍ଦ, ଏମାନେ ମୌଳିକ ଶବ୍ଦ ଧାତୁରୁ ସୃଷ୍ଟ ଶବ୍ଦ ନୁହନ୍ତି। ଶବ୍ଦ ଦୁଇଟି ଉରା ଓ ଉଆ ପ୍ରତ୍ୟୟ ଯୋଗ ହୋଇ ନୂତନ ଅର୍ଥବୋଧକ ଶବ୍ଦ ଗଠିତ ହୋଇଛି। ଦାନ୍ତୁରା ଅର୍ଥ ଯାହାର ବଡ଼ ଦାନ୍ତ ବାହାରକୁ ବାହାରିଛି ଓ ହାଡ଼ୁଆ ଅର୍ଥ ଯାହାର ଦେହରେ ଚର୍ବି ଓ ମାଂସ ବହଳ ନଥିବାରୁ ହାଡ଼ ବାହାରକୁ ଦେଖାଯାଉଛି। ନୂଆ ଅର୍ଥରେ ମୂଳ ଶବ୍ଦ ପରେ ଏଠି ପ୍ରତ୍ୟୟ ଯୋଗ ହୋଇ ନୂଆ ଶବ୍ଦ ଗଠିତ ହୋଇଥିବାରୁ ଏ ଦୁଇଟି ତଦିନ୍ତ ପ୍ରତ୍ୟୟ ଦ୍ୱାରା ଗଠିତ ଶବ୍ଦ। ବୁଝିପାରିଲ, ତାହେଲେ କ'ଣ କୁହାଗଲା, ତଦିନ୍ତ ପ୍ରତ୍ୟୟ କାହାକୁ କୁହାଗଲା। ତାପରେ ଦେଖ 2 ନମ୍ବର ପ୍ରଶ୍ନ ଆମର କ'ଣ ଦିଆଯାଇଛି। ନିମ୍ନଲିଖିତ ପଦ ଗୁଡ଼ିକରେ ବ୍ୟବହୃତ ହୋଇଥିବା ପ୍ରତ୍ୟୟ ଗୁଡ଼ିକୁ ଚିହ୍ନାଅ। ତାହେଲେ ଦେଖ, କୁଳୀନ, କୁଳୀନର ଆମର କି ପ୍ରତ୍ୟୟ ବ୍ୟବହୃତ ହୋଇଛି, ଇନ ପ୍ରତ୍ୟୟ ବ୍ୟବହୃତ ହୋଇଛି। ସେଇଥିପାଇଁ କ'ଣ ହେଲା, କୁଳ ଯୁକ୍ତ ଇନ କୁଳୀନ। ପାଶବ ସେଭଳି ଅପ୍ରତ୍ୟୟ ଯୋଗ ହୋଇଛି, ପଶୁ ଯୁକ୍ତ ଓ ପାଶବ। ବୁଝିପାରିଲ, ତାପରେ ଦେଖ ସେଇଭଳି ମାରୁତ, ମାରୁତର କି ପ୍ରତ୍ୟୟ ଯୋଗ ହୋଇଛି, ଅପ୍ରତ୍ୟୟ ଯୋଗ ହୋଇଛି ମାରୁତର, ମରୁତ ଯୁକ୍ତ ଓ ମାରୁତ। ସେଇଭଳି ଦେଖ ଆମର ଦିଆଗଲା ଯେଉଁ ବାନ୍ଧବ, ବାନ୍ଧବର କେଉଁ ପ୍ରତ୍ୟୟ ଯୋଗ ହୋଇଛି, ସେଇନାକି କ'ଣ ହେଲା, ବନ୍ଧୁ ଯୁକ୍ତ ଓ ବାନ୍ଧବ। ବୁଝିପାରିଲ, ତାପରେ ଦେଖ ପାବନୀ, ପାବନୀର ଦେଖ ଇ ପ୍ରତ୍ୟୟ ଯୋଗ ହୋଇଛି, ପବନ ଯୁକ୍ତ ଇ, ପାବନୀ ହେଲା। ସେଇଭଳି ଦେଖ ଆତ୍ମୀୟ କ'ଣ ହେବ, ଇୟ ପ୍ରତ୍ୟୟ ଯୋଗ ହୋଇଛି, ଆତ୍ମା ଯୁକ୍ତ ଇୟ, ଆତ୍ମୀୟ। ତାପରେ ଦେଖ, ତାପରେ ପ୍ରଶ୍ନ ଆମର କ'ଣ ଦିଆଯାଇଛି, ଚାଣକ୍ୟ, ଚାଣକ୍ୟର ଜ ପ୍ରତ୍ୟୟ ଯୋଗ ହୋଇଛି, ଚାଣକ୍ୟର ଜ ପ୍ରତ୍ୟୟ ଯୋଗ ହୋଇଛି, ଜଣକ ଯୁକ୍ତ ଜ, ଚାଣକ୍ୟ। ତାପରେ ଦେଖ ତାଲବ୍ୟ, ତାଲବ୍ୟର ଜ ପ୍ରତ୍ୟୟ ଯୋଗ ହୋଇଛି, ତାଳୁ ଯୁକ୍ତ ଜ, ତାଲବ୍ୟ। ଶ୍ରେଷ୍ଠ, ଦେଖ ଶ୍ରେଷ୍ଠର ଇଷ୍ଟ ପ୍ରତ୍ୟୟ ଯୋଗ ହୋଇଛି, ପ୍ରଶଂସ୍ୟ ଯୁକ୍ତ ଇଷ୍ଟ କ'ଣ ହେଲା, ଶ୍ରେଷ୍ଠ। ବୁଝିପାରିଲ, ତାପରେ ଦେଖ ଘଣ୍ଟି, ଘଣ୍ଟିର କେଉଁ ପ୍ରତ୍ୟୟ ଯୋଗ ହୋଇଛି, ଇ ପ୍ରତ୍ୟୟ ଯୋଗ ହୋଇଛି, ଘଣ୍ଟ ଯୁକ୍ତ ଇ, ଘଣ୍ଟି। ମୂଲିଆ, ମୂଲିଆର କେଉଁ ପ୍ରତ୍ୟୟ ଯୋଗ ହୋଇଛି, ଇଆ ପ୍ରତ୍ୟୟ ଯୋଗ ହୋଇଛି, ମୂଲ ଯୁକ୍ତ ଇଆ ହେଇଗଲା ମୂଲିଆ। ବୁଝିପାରିଲ, ତାହେଲେ 2 ନମ୍ବର ଯାଏଁ ସବୁ ପ୍ରଶ୍ନ ଉତ୍ତର ଗୁଡ଼ା। ତାପରେ ଦେଖ 3 ନମ୍ବର ପ୍ରଶ୍ନ ଆମର କ'ଣ ଦିଆଗଲା, ନିମ୍ନଲିଖିତ ପଦ ଗୁଡ଼ିକରେ ବ୍ୟବହୃତ ହୋଇଥିବା ଶବ୍ଦ ଗୁଡ଼ିକୁ ଲେଖ। ଦେଖ ଧାର୍ମିକ, ଧାର୍ମିକର ଯେଉଁ ମୂଳ ଶବ୍ଦଟା କ'ଣ ଅଛି, ଧର୍ମ। ବୁଝିଲ, ସେଇଭଳି ଦେଖ କୌରବ, କୌରବର ମୂଳ ଶବ୍ଦ କ'ଣ, କୁରୁ ହେଉଛି ମୂଳ ଶବ୍ଦ କୌରବର। ପାଟବ, ପାଟବର କ'ଣ ହେବ, ପଟୁ, ପଟୁ ହେଉଛି ମୂଳ ଶବ୍ଦ। ଦାନ୍ତୁରୀ, ଦାନ୍ତୁରୀର ମୂଳ ଶବ୍ଦ କ'ଣ, ଦାନ୍ତ ହେଉଛି ମୂଳ ଶବ୍ଦ। ଭୈମ, ଭୈମର ଭୂମି ହେଉଛି ମୂଳ ଶବ୍ଦ। ପ୍ରାଜ୍ଞ, ପ୍ରଜ୍ଞା ହେଉଛି ମୂଳ ଶବ୍ଦ। ବୈଦ୍ୟ, ବିଦ୍ୟା ହେଉଛି ମୂଳ ଶବ୍ଦ। ପ୍ରାଦେଶିକ, ପ୍ରଦେଶ ହେଉଛି ମୂଳ ଶବ୍ଦ। ଫେନିଲ, ଫେନ୍ ହେଉଛି ମୂଳ ଶବ୍ଦ। ବୁଝିଲ, ଜ୍ୟେଷ୍ଠ, ବୃଦ୍ଧ ହେଉଛି ମୂଳ ଶବ୍ଦ। ବେଠିଆ, ଦେଖ ତାପରେ ବେଠି ହେଉଛି ମୂଳ ଶବ୍ଦ। କାଠି, କାଠ ହେଉଛି ମୂଳ ଶବ୍ଦ। ଖେଳାଳି ସେଇଭଳି କ'ଣ ହେବ, ଖେଳ ହେଉଛି ମୂଳ ଶବ୍ଦ। ମଧୁରିଆ କ'ଣ ହେବ, ମୂଳ ଶବ୍ଦ, ମଧୁର ହେଉଛି ମୂଳ ଶବ୍ଦ। ବୁଝିପାରିଲ, ତାହେଲେ 3 ନମ୍ବର ଯାଏଁ ସବୁ ପ୍ରଶ୍ନ ଉତ୍ତର ଗୁଡ଼ା। ତାପରେ ଦେଖ 4 ନମ୍ବର ପ୍ରଶ୍ନ ଆମର କ'ଣ ଦିଆଗଲା, ଏକ ପଦରେ ପ୍ରକାଶ କର। ତାହେଲେ ଦେଖ ପ୍ରଶ୍ନ କ'ଣ ଦିଆଯାଇଛି, ପୁଷ୍ୟ ନକ୍ଷତ୍ର ଯୁକ୍ତ ମାସ ଏକ ପଦରେ ପ୍ରକାଶ କଲେ କ'ଣ ହେବ, ପୌଷ ମାସ ଯାହାକୁ କୁହାଯାଏ ଯେଉଁ। ତାପରେ ଦେଖ ଶଙ୍ଖା ବିକିବା ବ୍ୟବସାୟୀ ଯାହାର, ତାକୁ କ'ଣ କୁହାଯାଏ, ଶଙ୍ଖାରୀ କୁହାଯାଏ। ଶଙ୍ଖାରୀ ବୁଢ଼ା ଥିଲା ଗୋଟେ ତମ ପାଠର, ଜାଣିଛ ଗଳ୍ପଟା। ତାପରେ ଦେଖ ଦଶରଥଙ୍କ ପୁତ୍ର ଯାହାର, ଦାଶରଥୀ ତାଙ୍କୁ କୁହାଯାଏ ଏକ ପଦରେ ପ୍ରକାଶ କଲେ। ସେଇଭଳି ବନରୁ ଜାତ ଯିଏ, ବନ୍ୟ ହେବ ତାକୁ ଏକ ପଦରେ ପ୍ରକାଶ କଲେ। ବୁଝିପାରୁଛ, ତାପରେ ଦେଖ ପୁରୋହିତଙ୍କର କର୍ମ କ'ଣ ହେବ, ତାକୁ ଏକ ପଦରେ ପ୍ରକାଶ କଲେ, ପୌରୋହିତ।
ଗୀତ ସୁନ୍ଦରର ଭାବ ତାକୁ ସୌନ୍ଦର୍ଯ୍ୟ ଏକ ପଦରେ ପ୍ରକାଶ କଲେ ହେଲା। ଭୟ ଅଛି ଯାହାର ତାହାକୁ କ'ଣ କୁହାଯାଏ? ଭୟାଳୁ। ପାହାଡ଼ରୁ ଜାତ ପାହାଡ଼ିଆ ବା ପାହାଡ଼ି ହବ। ବୁଝିପାରିଲ? 5 ନମ୍ବର ପ୍ରଶ୍ନ ସେଭଳି ଦେଖ କ'ଣ ଦିଆଯାଇଛି। ପ୍ରତ୍ୟେକରୁ 2ଟି ଲେଖାଏଁ ଉଦାହରଣ ଦିଅ। ଦେଖ ତାହେଲେ କରେ କ'ଣ ଦିଆଯାଇଛି? ସମୂହ ଅର୍ଥରେ ଆଳି ପ୍ରତ୍ୟୟ ଯୋଗ କରିକି କ'ଣ ହବ? ଅପତ୍ୟ ଅର୍ଥରେ ସେଭଳି ଖ ପ୍ରଶ୍ନ ଦିଆଯାଇଛି। ଏୟ ପ୍ରତ୍ୟୟ ଯୋଗ ହେଲେ କ'ଣ ହବ? ତାହେଲେ ଦେଖ ଉତ୍ତର ଆମର କ'ଣ ହବ? କରେ କ'ଣ ଦିଆହେଇଛି? ଦୀପାଳି। ଦୀପ ଯୁକ୍ତ ଆଳି ପ୍ରତ୍ୟୟ ହେଲା ଦୀପାଳି। ତାହେଲେ ଆମର ଯେଉଁ ଆଳି ପ୍ରତ୍ୟୟ ଲଗା କରିକି ଦୁଇଟା ଶବ୍ଦ ଲେଖିପାରିବା। ଦେଖ ବେଦିଆଳି ସେଇଭଳି ହେଲା। କ'ଣ ହବ? ବେଦି ଯୁକ୍ତ ଆଳି ବେଦିଆଳି ପଦ ଲେଖିପାରିଲା ଆମେ। ତାହେଲେ ତାପରେ ଦେଖ ଖ କ'ଣ ଦିଆଯାଇଛି? ଭାଗିନେୟ। ଭାଗିନେୟର କ'ଣ ହବ? ଭଗିନୀ। ଏୟ ହେଲା ଏୟ ପ୍ରତ୍ୟୟ ଯୋଗ ହେଇକି ଭଗିନେୟ ହେଲା। ଭଗିନୀ ଯୁକ୍ତ ଏୟ। କନ୍ତେୟ ସେଇଭଳି କ'ଣ ହେଲା? କୁନ୍ତି ଯୁକ୍ତ ଏୟ କନ୍ତେୟ। ସେଇଭଳି ଦେଖ ଉଆ ପ୍ରତ୍ୟୟ ଯୋଗ କରିକି ଆମର ଦୁଇଟା ଶବ୍ଦ ଲେଖିବା। ଗରେ ଦେଖ କ'ଣ ଦିଆହେଇଛି? ମିଛୁଆ। ମିଛ ଯୁକ୍ତ ଉଆ ମିଛୁଆ ହେଇଗଲା। ଦେଖିଲ ଗାଲୁଆ। ଗାଲ ଯୁକ୍ତ ଉଆ ଗାଲୁଆ। ଉଆ ପ୍ରତ୍ୟୟ ଲାଗିଲା ଏଠି। ଉଆ ପ୍ରତ୍ୟୟ ଲଗେଇକି ଗାଲୁଆ ହେଲା ଆଉ ଗୋଟେ ମିଛୁଆ ହେଲା। ସେଇଭଳି ଘ ନମ୍ବର ଦେଖ କ'ଣ ଦିଆଯାଇଛି? ଆମର ରା ପ୍ରତ୍ୟୟ ଲଗେଇବା। ବୁଝିଲ? ରା ପ୍ରତ୍ୟୟ ଲଗେଇକି ଦୁଇଟା ଲେଖିବା। କ'ଣ ହବ ସେଇଭଳି? ପାନରା ଗୋଟେ ହବ ଆଉ ଗୋଟେ ହେଉଛି କାଚରା ହବ। ପାନ ଯୁକ୍ତ ରା ହେଲା ପାନରା। ସେଇଭଳି କାଚ ଯୁକ୍ତ ରା ହେଲା କାଚରା। ତାହେଲେ ରା ପ୍ରତ୍ୟୟ ଏଠି ଲାଗିଲା। ତାପରେ ଦେଖ ବାଲା ପ୍ରତ୍ୟୟ ଲଗେଇକି ଆମେ ଲେଖିବା। ରିକ୍ସା ବାଲା ହେଇପାରିବ। ରିକ୍ସା ଯୁକ୍ତ ବାଲା ରିକ୍ସା ବାଲା। ଘର ବାଲା ହବ କ'ଣ? ଘର ଯୁକ୍ତ ବାଲା ଘର ବାଲା ଲଗେଇ ହେଲା ଓ ନମ୍ବରଟାର। ତାପରେ ଦେଖ ଚର ସେଇଭଳି କ'ଣ ହବ? ଚାକିରି। ଚାକିରିର ଇ ପ୍ରତ୍ୟୟ ଲଗେଇଲେ କ'ଣ ହବ? ଚାକର। ବୁଝିଲ? ଚାକର ଯୁକ୍ତ ଇ ଚାକିରି। ଚାକର ଯୁକ୍ତ ଇ ଚାକିରି ହେଲା। ସେଇଭଳି ମହାଜନୀ। ମହାଜନୀର ଇ ପ୍ରତ୍ୟୟ ଲଗେଇଲେ ମହାଜନ ଯୁକ୍ତ ଇ ମହାଜନୀ। ତାପରେ ଦେଖ 6 ନମ୍ବର ସେଇଭଳି କ'ଣ ଦିଆଗଲା? ଜ ପ୍ରତ୍ୟୟ ଲଗେଇକି ଦେଖିବା। ଜ ହବ କ'ଣ? ବନ୍ଧ୍ୟ। ବଧ ଯୁକ୍ତ ଜ ବନ୍ଧ୍ୟ। ତାପରେ ଦଣ୍ଡୀୟ କ'ଣ ହବ? ଦଣ୍ଡ ଯୁକ୍ତ ଜ ଦଣ୍ଡୀୟ। ବୁଝିପାରିଲ? ତାହେଲେ ତମର ଏଇଠି ତଦିନ୍ତ ପଦର ସବୁ ପ୍ରଶ୍ନ ଉତ୍ତର ଗୁଡ଼ା ସରିଗଲା। ଯେଉଁମାନେ ଫାଷ୍ଟ ଥର ପାଇଁ ଭିଡ଼ିଓ ଦେଖୁଥିବ ଭିଡ଼ିଓକୁ ଲାଇକ୍ କରିନଥିଲେ ଭିଡ଼ିଓକୁ ଲାଇକ୍ କରିଦେବ। ଚ୍ୟାନେଲକୁ ଯଦି ଏଯାଏଁ ସବସ୍କ୍ରାଇବ୍ କରିନାଅ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖିଦେବ। ଯେମିତି ମୁଁ ତମର ୟା ପରେ ଚାପ୍ଟର ପ୍ରଶ୍ନ ଉତ୍ତର ଛାଡ଼ିବି ଯେନ ତୁମେମାନେ ପାଇପାରିବ। ଆଉ ହଁ କମେଣ୍ଟର ରାଧେ ରାଧେ ନିଶ୍ଚୟ ଲେଖିବ।